श्रीमद्भगवद्गीताया पाठ आरंभ। चतुर्थ अध्याय ज्ञान योग। श्री भगवान उवाच पूर्वे ए ज्ञान जग मुहि सूर्य देवंकु थिले कहि सूर्य मनु को कहिथिले मनु जे इच्छांकु कहिले तेणु ए जुग पुरातन क्षत्रिय करन्ति पालन जेते राजर्षि थिले एथे ए जोग जानन्ति समस्ते पुरुषानुक्रमरे सेहि ए जोग बळे दक्ष होई समय क्रमे एही जोग लुप्त होइछि मही भाग तोहि मो भक्त जखा जेणु ए जोग कहिली मु तेणु ए गोपनीय जुग तुहि साधिबा सक्षम दखई अनुरागरे एहा कर ए जोग ज्ञान प्रियतर। अर्जुन उवाच आश्चर्य कथा ए अटई ଯାହା କହିଲେ ଭାବଗ୍ରାହୀ ଆପଣଙ୍କର ଏବେ ଜାତ ସୂର୍ଯ୍ୟ ପୂର୍ବରୁ ଅଛନ୍ତି ତ କିପରି ପ୍ରଥମରେ ତାଙ୍କୁ ଯୋଗ କହିଲେ କରିବାକୁ ଏତେ ସନ୍ଦେହ ହୁଏ ମୋର ଜାଣିବି କେଶନ ପ୍ରକାର। ଶ୍ରୀ ଭଗବାନ ଉବାଚ ତୁମ୍ଭର ମୋହର ଅର୍ଜୁନ ଗତ ହୋଇଛି ବହୁ ଜନ୍ମ ସେ ସବୁ ଜାଣଇ ଯେ ମୁହିଁ ତୁମ୍ଭକୁ ତାହା ଜଣା ନାହିଁ ଯେଣୁ ତୁ ମାୟାରେ ଜଡ଼ିତ ତେଣୁ ତ ସ୍ମରଣ ନୁହେଁ ତ ଶୋକର ଗାଦି ଭୟ ତ୍ରାସ ତାହା ସାଙ୍ଗରେ ଉପବାସ ମରଣ କାଳରେ ମିଳନ୍ତି ସ୍ମରଣ ଶକ୍ତି କି ନାଶନ୍ତି ତେଣୁ ତୁ ପର ଜନ୍ମ କଥା ସ୍ମରଣ ହେଉ ହତ ଚେତା ମୋ ଶକ୍ତି ବିନାଶିବା ପାଇଁ ମାୟାର ଏ କ୍ଷମତା ନାହିଁ ତେଣୁ ମୁଁ ଜନ୍ମାନ୍ତର କଥା ସ୍ମରଣ କରେ ମହାରଥା ଜନ୍ମ ମୃତ୍ୟୁରୁ ମୁଁ ବଞ୍ଚିତ ସମସ୍ତ ପ୍ରାଣୀ ମୋ ଆୟତ ଜଗତ ଈଶ୍ୱର ଯେ ମୁହିଁ ମୋହର ରୂପାନ୍ତର ନାହିଁ ପ୍ରକୃତି କି ମୁଁ ଆଶ୍ରୟ କରି ସଂସାରେ ହୁଏ ଦେହଧାରୀ ତଥାପି ମୋ ନିଜ ମାୟାରେ ଜନମ ଲୋଭଇ ଧରାରେ ମୋ ମାୟା ଯୋଗ ମାୟା ଅଟେ ବ୍ରହ୍ମଇ ସଂସାର ପ୍ରକଟେ ଜନ୍ମ ମରଣ ବିଷୟ ମୋ ଇଚ୍ଛା ବଳେ ଧନଞ୍ଜୟ ସତ୍ୟ ଧର୍ମ ହୋଇଲେ ନାଶ ଅଧର୍ମ ବଢ଼ଇ ବିଶ୍ୱାସ ଧର୍ମର ସାହାଯ୍ୟ କାରଣ ମୋହର ଅବତାର ଜାଣ ବୃଥାରେ ଜନ୍ମ ନୁହଇ ଜନ୍ମର କାଳ କାଳ ନାହିଁ ବ୍ରାହ୍ମଣ ଠାରୁ ମ୍ଲେଚ୍ଛ ଯାଏ ସମାନ ଭାବ ମୋର ହୁଏ ବ୍ରାହ୍ମଣ ଅବ୍ରାହ୍ମଣ ନାହିଁ ସମସ୍ତ ସମାନ ଅଟଇ ଯହି ମୋ ଶକ୍ତି କରେ ଦାନ ତହି ମୁଁ ଆଗେ ବିଦ୍ୟବାନ ହୋଇ ଅଧର୍ମ ନାଶ କରେ ଧର୍ମ ମାର୍ଗକୁ ପ୍ରାଣୀ ଧରେ ସାଧୁଙ୍କୁ ତ୍ରାଣ ଦେବା ପାଇଁ ପାପୀଙ୍କୁ ବିନାଶିବା ପାଇଁ ଯୁଗେ ଯୁଗେ ମୁଁ ରୂପ ବହେ ଧର୍ମ ସ୍ଥାପନ କରି ଯାଏ ମୋହର ଚିତ୍ ଶକ୍ତି ବଳରେ ଜନମ ଲୋଭଇ ଧରାରେ ହିରଣ୍ୟ ହିରଣାକ୍ଷ ବୀର ମାଳି ସୁମାଳି ଦୈତ୍ୟ ବୀର ରାବଣ କଂସ ଆଦି ପାପୀ ନାସି ସୁଧାଙ୍କୁ ସୁଖେ ସ୍ଥାପି ଧର୍ମକୁ କରଇ ସ୍ଥାପନ ପାପକୁ କରେ ବିନାଶନ
জন্ম কর্ম পুণ্যময়, যে করে হৃদয়ে নিশ্চয়, যে তত্ত্বজ্ঞানী সিদ্ধ ধীর, ইন্দ্রিয় বশ যাহাঙ্কর, তার মরণে জন্ম নুহ, ମୋ ଅଙ୍ଗେ ହୋଇ ବିଲୀନ। ହେ ମଥୁରା ବନ୍ଦୀ ଘରେ, ଦିବ୍ୟ ଆୟୁଧ ଐଶ୍ୱର୍ଯ୍ୟରେ, ସେ ଅଙ୍ଗ ବହି ହେଲି ଜାତ, ସେ କି ଲୌକିକ ପ୍ରସଙ୍ଗତ। ଯେ ମତେ ମନୁଷ୍ୟ ଭାବଇ, ତାହାର ମୁକ୍ତି କଷ୍ଟ ହୋଇ। ରାଗ ଦ୍ୱେଷାଦି ଭୟ ଶୂନ୍ୟ, ଛାଡ଼ି ଯେ ମୋ ଶରଣାପନ୍ନ, ହୋଇ ଜ୍ଞାନ ତପସ୍ୟା ବଳେ, ନିଷ୍ପାପୀ ହୁଏ ମୋକ୍ଷ ମିଳେ। ଯେ ମତେ ଯେ ଭାବଇ ଭଜଇ, ସେ ଭାବେ ମୁଁ କୃପା କରଇ। ବାସବ ବରୁଣାଦି ମୁହିଁ, ଏ ଭାବେ ମତେ ଯେ ପୂଜଇ। ତହୁଁ ଅନ୍ୟ ଦେବ ନାହିଁ, ମନେ ଏ ଭାବ ଦୃଢ଼େ ଥାଇ। ସେ ଦେବଙ୍କର ରୂପ ନାହିଁ, ଧରି ତା ବାସନା ପୁରାଇ। ଗୃହସ୍ଥ ଅଟଇ ଯେ ଏକ, ନାମ ତା ଅଟଇ ଅନେକ। ପୁତ୍ର ଡାକଇ ତାକୁ ପିତା, ଭାଇ ଡାକଇ ତାକୁ ଭ୍ରାତା। ସ୍ତ୍ରୀ ଡାକଇ ସ୍ୱାମୀ ବୋଲି, ପିତା ଡାକଇ ପୁତ୍ର ବୋଲି। ଏପରି ଭିନ୍ନ ଭିନ୍ନ ନାମ, ସମ୍ବନ୍ଧେ ଡାକେ ଗୃହଜନ। ସେପରି ମୋ ଅଶେଷ ନାମ, ତ ଆଗେ କହିଲି ଅର୍ଜୁନ। ନିଷ୍କାମ କର୍ମ ଯେ କରଇ, ବିଳମ୍ବେ ଫଳ ସେ ଲଭଇ। ମନୁଷ୍ୟ କର୍ମ ସିଦ୍ଧି ପାଇଁ, ଦେବତା ପୂଜା ଯେ କରଇ। ସହଜେ ଫଳ ତାର ହୋଇ, ବିଘ୍ନରେ ମୂଢ଼ ନାଶ ଯାଇ। ଗୁଣ କର୍ମ ଭାଗ ନେଇ, ଚତୁର୍ବର୍ଣ୍ଣ ମୁଁ କରି ଛୁଇଁ। ଏଣୁ କର୍ତ୍ତା ମୁଁ ତାର ହୋଇ, ଅକର୍ତ୍ତା ମୁଁ ବିଚାର ତୁହି। ସତ୍ୱଗୁଣୀ ନିଷ୍କାମ ଚିତ୍ତ, ଲୋଭ ମୋହରେ ନୁହଁ ଗ୍ରସ୍ତ। ଏମନ୍ତ ଦେଖିଲି ଯେ ନର, ବ୍ରାହ୍ମଣ ନାମ ଦେଲି ତାର। ଶୌର୍ଯ୍ୟ ସାହସ ବୀର୍ଯ୍ୟବାନ, ରଜ ଅଧିକ କ୍ଷତ୍ରୀ ନାମ। ଅଳପ ରଜ ଅଳ୍ପ ତୁମ, କୃଷି ବାଣିଜ୍ୟ ଗୋରକ୍ଷଣ। ଅଳପ ରଜ ଅଳ୍ପ ତମ, କୃଷି ବାଣିଜ୍ୟ ଗୋରକ୍ଷଣ। ଦକ୍ଷତା ଦେଖିଲି ଯାହାର, ବୈଶ୍ୟ ନାମ ଯେ ଦେଲି ତାର। ତମ ଗୁଣୀ ସେବା ବିନୟ, ଶୂଦ୍ରତା ନାମ ଧନଞ୍ଜୟ। ତିନି ବର୍ଣ୍ଣର ସେବାକାରୀ, ଏପରି ଜାଣ ଜାତି ଚାରି। ଏକରୁ ହେଲେ ଚାରି ବର୍ଣ୍ଣ, ମୁଁ ମଧ୍ୟସ୍ଥିରେ କର୍ତ୍ତା ଜାଣ। ସ୍ୱଭାବ ବସେ ଚାରି ହୋଇ, ତେଣୁ ମୁଁ ଅକର୍ତ୍ତି ବୋলাই। ଛୁଇଁ ନ ପାରେ ମତେ କର୍ମ, ତା ଫଳେ ଯେଣୁ ମୁଁ ନିର୍ମମ। ଷୋଡ଼ଶ ଐଶ୍ୱର୍ଯ୍ୟ ନିକଟେ, କର୍ମର ଫଳ ତୁଚ୍ଛ ଅଟେ। ଯେ ଏହା ଜାଣେ ଭବ ବନ୍ଧେ, ନ ପଡ଼େ ମୋହ ତୁଟେ ହୃଦେ। ଏ ଜ୍ଞାନ କଲେ କର୍ମମାନ, ପୂର୍ବ ପୁରୁଷ ବ୍ୟକ୍ତିଗଣ। ତୁ ସେହିପରି କର୍ମ କର, ସେହି ଜ୍ଞାନକୁ ହୃଦେ ଧର। ଆତ୍ମାର କର୍ମ ଭୋଗ ନାହିଁ, ଅଭୋକ୍ତା ଅକର୍ତ୍ତାଟି ସେହି। ଜ୍ଞାନରୁ ଦିବ୍ୟ ବୁଦ୍ଧି ଜାତ, ଅନ୍ତର ହୋଇ ପବିତ୍ର। କର୍ମ ଯେ କାହାକୁ କହନ୍ତି, ଅକର୍ମ କାହାକୁ ବୋଲନ୍ତି। କର୍ମ ଅକର୍ମ ଭାବି ଚିନ୍ତି, ଜ୍ଞାନୀ ହେ ମୋହରେ ପଡ଼ନ୍ତି। ତେଣୁ ଏ କର୍ମ କହେ ତୋତେ,
ଜାଣିଲେ ତୋରିବୁ ନିଶ୍ଚିତେ। କର୍ମ ଅକର୍ମ ବିକର୍ମର ସେହି ବିଷୟ ବୁଝିବାର। କର୍ମ ଯଥାର୍ଥ ତତ୍ତ୍ୱଜ୍ଞାନ ବୁଝିବା ଜଟିଳ ଅର୍ଜୁନ। ବେଦ ସଂହିତା ବୋଲେ ଯାହା ବିହିତ କର୍ମ ଅଟେ ତାହା। ତା ମର୍ମ ଜାଣିବା ଉଚିତ ନିବୃତ୍ତ ହେବା ପାଇଁ ଚିତ। ଶାସ୍ତ୍ର ସିଦ୍ଧ ଯେ କର୍ମମାନ ଶାସ୍ତ୍ର ନିଷିଦ୍ଧ କର୍ମ ଗୁଣ। କର୍ମ ତ୍ୟାଗ ବିକର୍ମ ଭେଦ ବୁଝିବା ଅଟଇ ଦୁର୍ଭେଦ୍ୟ। ସମସ୍ତ କର୍ମ ତ୍ୟାଗ କରେ ଅକର୍ମ ବୋଲନ୍ତି ସକଳେ। ତା କର୍ମ ଜାଣିବା ଉଚିତ ନହିଲେ ଲକ୍ଷ୍ୟ ଭ୍ରଷ୍ଟଚିତ। ତେଣୁ ଦୁର୍ଜ୍ଞେୟ ସେ ବୋଲାଇ ସହଜେ ବୁଝା ହୁଏ ନାହିଁ। କର୍ମେ ଅକର୍ମ ଯେ ଦେଖଇ ଅକର୍ମ କର୍ମ ଦେଖୁଥାଇ। ସେ ବୁଦ୍ଧିମନ୍ତ ଯୋଗଯୁକ୍ତ କର୍ମୀ କର୍ମ ବନ୍ଧନ ମୁକ୍ତ। ଯେପରି ଶୀଘ୍ର ଗାମୀ ଜାନେ ବସିଲେ ଲୋକ ଅନୁମାନେ। ଯାବତ ଓଟ ଇଅଚଳ ପାର୍ଶ୍ୱସ୍ଥ ସମସ୍ତ ସଚଳ। ତଥା ଇନ୍ଦ୍ରିୟ କଥା ମାନ ମୁଁ କହେ ବୋଲି ହୁଏ ଭ୍ରମ। କର୍ମ ଇନ୍ଦ୍ରିୟକୁ ନିଷ୍କ୍ରିୟ ଏ ମିଥ୍ୟାରୋପ ଆତ୍ମାଚୟ। ଯେ ବୁଦ୍ଧିବନ୍ତ ଜାଣେ ମର୍ମ ଦେଖଇ କର୍ମର ଅକର୍ମ। ଚୈତନ୍ୟ ରୂପୀ ଆତ୍ମା ସହି ଅକର୍ମ ନାମ ଧରେ ସେହି। କର୍ମ ଅକର୍ମ ଏହି ମତ ଯେ ଜାଣେ ସେହି ବୁଦ୍ଧିବନ୍ତ। ଆଳସ୍ୟ କର୍ମ ଯେ ନ କରେ ସେ ଭାଗୀ ନୁହଁଇ ମୁକ୍ତିରେ। ସର୍ବକର୍ମ ଯେ ଆରମ୍ଭଇ ଫଳ କାମନା ନ ରଖଇ। କାଳ ଅଗ୍ନିରେ ଦେହ କର୍ମ ପଣ୍ଡିତ ବୋଲି ତାକୁ ଜାଣ। ଯେ କର୍ମ ଫଳ ଯୋଗ କରେ ଅହଂକରତା ବୋଲି ଧରେ। ନିରାବଲମ୍ବ ଅଟେ ସେହି ଯଦି ବା ସେ କର୍ମ କରଇ। ତହିଁରେ ଲିପ୍ତ ସେ ନୁହଁଇ ଭବ ବନ୍ଧନେ କର୍ମ ଯେହି। ଇନ୍ଦ୍ରିୟ ଜୟୀ ସାଧୁ ଚେତ କାମନା କରି ବିବର୍ଜିତ। ଶରୀର ରକ୍ଷା ପାଇଁ କର୍ମ କରି ଯେ କାମ ଶକ୍ତିହୀନ। ଫଳେ ବିରାଗ ତାର ହୋଇ ଏଣୁ ବନ୍ଧନେ ନ ପଡ଼ଇ। ମିଳିବା ଦ୍ରବ୍ୟରେ ଅତନ କରି ସନ୍ତୋଷ ଯେଉଁ ଜନ। ସୁଖ ସୁଖାଦି ହାନି ଲାଭ ଏଥିରେ ଯାର ସମଭାବ। ନୁହେଁ ପରଶ୍ରୀ କାତରତା ସ୍ୱାର୍ଥ ବିହୀନ ପରହିତା। ଯେ କର୍ମ କରୁଥିଲେ ମଧ୍ୟ ତହିଁରେ ନୁହଁଇ ଆବଦ୍ଧ। ନିଷ୍କାମ ଭାବେ କର୍ମ କର କ୍ରୋଧ ଦ୍ୱେଷାଦି ପରିହର। କାଳେ ଦୃଢ଼ରେ ମନ ଦେଇ ବିଷ୍ଣୁ ଆରାଧନା କରଇ। ସେ କର୍ମ କଲେ ଭବେ ଥାଇ କର୍ମ ବନ୍ଧନେ ନ ପଡ଼ଇ। ଫଳ ସହିତ କର୍ମ ତାର ଗୋବିନ୍ଦ ମିଳଇ ସତ୍ୱର। ଶ୍ରୁବହିଁ ବ୍ରହ୍ମ ଘୃତ ବ୍ରହ୍ମ ତିଳଜବାଦି ଦ୍ରବ୍ୟ ବ୍ରହ୍ମ। ଅଗ୍ନି ସମିଧ ଚରୁ ବ୍ରହ୍ମ ଯେ ହୋମ କରେ ସେହି ବ୍ରହ୍ମ। ଏସନ ବୁଦ୍ଧି ଦୃଢ଼ ଯାର ସାଯୁଜ୍ୟ ମୁକ୍ତି ପ୍ରାପ୍ତ ତାର। କେତେକ ଯଜ୍ଞ ଯେ କରନ୍ତି ଯଜ୍ଞରେ ଦେବତା ପୂଜନ୍ତି। ତାହାକୁ ଦୈବ ଯଜ୍ଞ କହି ବେଦୋକ୍ତ କର୍ମ କାଣ୍ଡ ଏହି। ଦେବତା ବ୍ରହ୍ମରୁ ପୃଥକ ମଣନ୍ତି ଦେବ ଉପାସକ। ଯେ ଯୋଗୀ ଯଜ୍ଞ କୌଶଳରେ ବ୍ରହ୍ମ ସ୍ୱରୂପ
ଐଶାନର ପଦ ଶବ୍ଦ ଆତ୍ମା ସ୍ୱର ବ୍ରହ୍ମ ଆତ୍ମାର ଏକମତ ଯଜ୍ଞେ ଆହୁତି କରେ ଦତ୍ତ ସଂଯମ ସ୍ୱରୂପ ଅଗ୍ନିରେ କର୍ଣ୍ଣାଦି ଇନ୍ଦ୍ରିୟ ଅନଳେ କେ ଇନ୍ଦ୍ରିୟ ରୂପୀ ଅନଳେ ଶବଦର ସାଦି ସକଳେ ଆହୁତି ପ୍ରଦାନ କରନ୍ତି ଇନ୍ଦ୍ରିୟ ସ୍ୱବଶେ ରଖନ୍ତି ଧ୍ୟାନ ଧାରଣା ସମାଧିରେ କର୍ଣ୍ଣାଦି ଇନ୍ଦ୍ରିୟ ସକଳେ ନୈଷ୍ଠିକ ବ୍ରହ୍ମଚାରୀ ଗଣ ନିଯୁକ୍ତି କରନ୍ତି କାର୍ଜିଣ ଧର୍ମ କର୍ମରେ ରଖି ସ୍ନେହ ଶବ୍ଦାଦି ବିଷୟ ସମୂହ ଗୃହୀ ନିସ୍ପୃହେତା ଭୁଞ୍ଜଇ ନିଶ୍ଚୟ ହମ ଅଟେ ଏହି ଆତ୍ମା ସଂଯମ ଯୋଗାନଳେ ଜ୍ଞାନ ଇନ୍ଦ୍ରିୟାଦି ସକଳେ ସମସ୍ତ କର୍ମ ହୋମ କରି ସୁଖେ ରହନ୍ତି ଦେହ ଧରି ଦଶ ଇନ୍ଦ୍ରିୟ ପଞ୍ଚ ପ୍ରାଣ ମନ ବୁଦ୍ଧିକୁ ମିଶାଇଣ ଏ ସପ୍ତଦଶ ଲିଙ୍ଗ ଦେହ କାରଣ ଦେହ ମଧ୍ୟ ଲେହ ଧ୍ୟାନ ନିଷ୍ଠାରେ ନିବେଶିତ ଏ ଯୋଗ ଯୁକ୍ତେ ଜୀବନ ମୁକ୍ତ ମରଣେ ଜୀବନ ଯାଇ ଜୀବନ୍ତେ ଏହା ରହିଥାଇ ଶବଦ ସ୍ପର୍ଶ ରୂପ ରସ ଗନ୍ଧ ଏ ବିଷୟ ପ୍ରକାଶ ଶାସ୍ତ୍ର ସଙ୍ଗତେ ଯେବା ଥାଏ ବିଷୟ ହମ ଏକା କହେ ଧ୍ୟାନରେ ଅଧି ଜ୍ଞାନ ପାଇ ଜ୍ଞାନ ଅଗ୍ନିରେ ପ୍ରାଣ ଦେଇ ସେ ଜ୍ଞାନ ତାଙ୍କର ଯେ ହୋଇ କଠୋର ଗତି ତାକୁ ନାହିଁ କେ ଦ୍ରବ୍ୟ ତ୍ୟାଗ ଯଜ୍ଞ କରେ କେ ତପ ରୂପ ଯଜ୍ଞ କରେ କେ ଯୋଗ ରୂପ ଯଜ୍ଞ କରେ କେହୁ ରୂପାଦି ଯଜ୍ଞ କରେ ଦେବାର୍ଥ ଯଜ୍ଞ କେହୁ କରେ ଦୃଢ଼ ବ୍ରତ ଯଜ୍ଞ କେ କରେ ଖଳେ କୂପ ବାମ୍ଫି ପୋଖରୀ ମନ୍ଦିର ପାନ୍ଥଶାଳା କରି ଅତିଥି ପୂଜା ଜଳ ଛତ୍ର ଦାନାଦି ଦ୍ରବ୍ୟ ତ୍ୟାଗ ମନ୍ତ୍ର ଯାକୁଳ ବିଧି ଯାହା ଥାଇ ସମାଜରେ ତାହା କରଇ ସନ୍ଧ୍ୟା ବନ୍ଦନା ଉପବାସ ଯେ ଯଜ୍ଞ ଦଶ ପୌର୍ଣ୍ଣମାସ ତିତିକ୍ଷା ଚାନ୍ଦ୍ରାୟଣ ବ୍ରତ ତପ ଯଜ୍ଞ ଏହି ବିଦିତ ତପସ୍ୟା ଯୋଗ ବେଦଭ୍ୟାସ ଏ ଆଦି ଯେ ଯଜ୍ଞ ବିଶେଷ ଆତ୍ମସଂଯମ ନିଷ୍ଠା ପର ଶୌଚ ବିଧାନ ଯେ ପ୍ରକାର ଆହାର ବିହାର ପୂଜନ ଏ ଆଦି ଯେତେ ବିଧିମାନ ଯମ ନିୟମ ଆଦି ପଥେ ଚଳେ ଅଷ୍ଟାଙ୍ଗ ଯୋଗ ନୀତି ସର୍ବଦା ସମାଧିରେ ଥାନ୍ତି ଯୋଗ ଯଜ୍ଞ ଏହା କହନ୍ତି ବ୍ରହ୍ମଚର୍ଯ୍ୟାଦି ଗୁରୁ ସେବା ବେଦ ପଠନ ଯେ ସର୍ବଦା ଦେବ ଯଜ୍ଞ ଏହାକୁ କହି ପୁଣି ସେ ଦେଦୁ ଅର୍ଥେ ସେହି ବେଦ ଯଜ୍ଞ ଏହାକୁ କହି ପୁଣି ସେ ବେଦ ଅର୍ଥେ ସେହି ବେଦ ବିହିତ କର୍ମମାନ করে বেদার্থ যজমান তীর্থে পশু বধন করি বিবাহে মিথ্যা ন উচ্চারি পূর্বকালে সর্বদেশরে সর্বাবশ্যক জমাদিরে শাস্ত্র বিধিরে যা করନ୍ତି দৃঢ় যজ্ঞ ତାକୁ କହନ୍ତି ପ୍ରାଣବାୟୁର ନାମ ଶ୍ୱାସ ଅପାନ ବାୟୁଟି ପ୍ରଶ୍ୱାସ ଇଡ଼ା ପିଙ୍ଗଳା ସୁଷମାରେ ଏହି ବାୟୁ ଯେ ଗତି କରେ ବାମ ନାସା ଇଡ଼ା ନାଡ଼ିରେ ନିଶ୍ୱାସକୁ ଯେ ଟାଣି ଧରେ ପୁରକ ତାହାକୁ ବୋଲନ୍ତି ରୁନ୍ଧିଲେ କୁମ୍ଭକ କହନ୍ତି
ସଗର୍ଭ ଅଗର୍ଭତା ନାମ ପ୍ରାଣାୟାମରେ ସ୍ନେହୀ କେହି ଅପାନେ ପ୍ରାଣ ପୁରଖଇ ଗତିରୋଧକୁ ମିଶାଇଣ ଆହୁତି ନାମ ସେ ପ୍ରମାଣ ସେପରି ଅପାନେ କରଇ ଆହୁତି ପ୍ରାଣରେ ଦିଅଇ ଅଜପା ମନ୍ତ୍ରେ ଜୀବ ବ୍ରହ୍ମ କରନ୍ତି ଏକତ୍ର ସଙ୍ଗମ ଅର୍ଦ୍ଧ ଭଜନ ଅନ୍ନ କର ଏକାଂଶ ଜଳେ ପୂର୍ଣ୍ଣ କର ଏକାଂଶ ଶୂନ୍ୟ ରଖିଥାଇ ମିତ ଆହାରି ସେ ଅଟଇ ଏପରି ବ୍ୟକ୍ତି କୁମ୍ଭ କରେ ପ୍ରାଣରେ ପ୍ରାଣ ହୋମ କରେ ପ୍ରାଣ ବାତେ ଇନ୍ଦ୍ରିୟ ନାଶ ଏପରି ଯଜ୍ଞ ସେ ଦ୍ୱାଦଶ ଯାହାର ଯହିଁ ଶ୍ରଦ୍ଧା ହୋଇ ତାଙ୍କରି ନିଷ୍ପାପ ସେ ହୋଇ ଯଜ୍ଞ କରି ଭୁଞ୍ଜେ ସେ ସାନ ଲଭଇ ବ୍ରହ୍ମ ସନାତନ ଯଜ୍ଞ ନ କରି ଯେ ଭୁଞ୍ଜଇ ଉଭୟ ଲୋକେ ସୁଖ ନାହିଁ ଶାନ୍ତି ସୌତ୍ରିକ ଅଶ୍ୱମେଧ ପୁତ୍ରେଷ୍ଟି ସର୍ବସିଦ୍ଧ ଯାଗ ଏପରି ଅସଂଖ୍ୟ ନାମରେ ବର୍ଣ୍ଣିତ ହୋଇଛି ବେଦରେ ଯଜ୍ଞ ଅଛଇ ନାନା ମତେ ବେଦ ବର୍ଣ୍ଣଇ ଯା ପ୍ରଶସ୍ତେ ଏ ସର୍ବ କର୍ମରୁ ସମ୍ଭୂତ ଯେ ଏହା ଜାଣି ହୁଏ ମୁକ୍ତ କାୟା ମାନସ ବଚନର କର୍ମରୁ ଉଦ୍ଭବ ତାଙ୍କର ଆତ୍ମା ଅକର୍ମ ଭାବେ ଥାଇ ସେ କିଛି ଯଜ୍ଞ କରେ ନାହିଁ ଏ ଭାବେ ଦୃଢ଼ ଯା ବିଶ୍ୱାସ ନାସେ ସେ କର୍ମ ବନ୍ଧ ଫାସ ସିଂହର ଶବ୍ଦ ଯେବେ ଶୁଣେ ଅନ୍ୟ ଶବଦ ତୁଛେ ମଣେ ଅସଂଖ୍ୟ ତାହାଙ୍କର ଜ୍ୟୋତି ଚନ୍ଦ୍ର ଏକାକୀ ଯେ ନାସନ୍ତି ସେପରି ସର୍ବ କର୍ମମାନ ନିରସ୍ତ ହନ୍ତି ହେଲେ ଜ୍ଞାନ ଯେ ଅଟେ ଦ୍ରବ୍ୟମୟ ଯଜ୍ଞ ତହିଁରୁ ଶ୍ରେଷ୍ଠ ଜ୍ଞାନ ଯଜ୍ଞ ସେ ତତ୍ତ୍ୱ ଜ୍ଞାନ ଦର୍ଶୀ ଜ୍ଞାନୀ ତାଙ୍କ ପାଶେ କରି ଦଇନି ପ୍ରଣତ ସେବା ଭୃତ୍ୟ ଭାବେ ବହୁବିଧ ପ୍ରଶ୍ନ ପ୍ରସ୍ତାବେ ସେବିଲେ ହୋଇବେ ସନ୍ତୁଷ୍ଟ କହିବେ ବହୁ ଜ୍ଞାନ ବାଟ ପାଇଣ ତୁହି ଉପଦେଶ ମୋହ ଛାଡ଼ିବୁ ବୀର ଏସ ସେ ଜ୍ଞାନ ବଳେ ଜ୍ଞାନ ମାର୍ଗେ ସର୍ବ ଆତ୍ମାକୁ ସମଭାବେ ମୋହ ସଙ୍ଗେ ନିଜ ଆତ୍ମାକୁ ଦେଖିଲେ ଲୋଭିବୁ ମୁକ୍ତିକୁ ସମସ୍ତ ପାପ ଠାରୁ ଯେବେ ଅଧିକ ପାପୀ ହେଉ ଭବେ ଏ ଜ୍ଞାନ ତରଣୀର ବଳେ ସର୍ବ ପାପ ତରିବୁ ହେଳେ କଞ୍ଚା ଶୁଖିଲା ଯେତେ କାଷ୍ଠ ଜ୍ୱଳନ୍ତ ଅଗ୍ନିରେ ବି ନଷ୍ଟ ସେପରି ଜ୍ଞାନ ଅଗ୍ନି ବଳେ ସମସ୍ତ ପାପ ଦହେ ହେଳେ ପ୍ରାରବ୍ଧ ସଞ୍ଚିତକୁ ଘେନି କ୍ରିୟମାଣ ଏ କର୍ମ ତିନି କାଳରେ ଶେଷ ଦୁଇ ନାଶ ପ୍ରାରବ୍ଧ ଭୋଗଇ ମନୁଷ୍ୟ ତପଯଜ୍ଞାଦି ଯେତେ ଯଜ୍ଞ ତାଠାରୁ ଶ୍ରେଷ୍ଠ ଜ୍ଞାନ ଯଜ୍ଞ ଅନ୍ୟ ଯଜ୍ଞରେ ପାପ ଯାଏ ମାତ୍ର ତା ବୀଜ ରହିଥାଏ ଆତ୍ମା ବିଶୁଦ୍ଧ ହେବା ଲାଗି କର୍ମରେ ହୁଅ ଅନୁରାଗୀ ଜ୍ଞାନ ସମାନରେ ପବିତ୍ର ପଦାର୍ଥ ନାହିଁ ଏ ଜଗତ କର୍ମ ଯୋଗରେ ଯୋଗୀ ହେଲେ ସେ ଜ୍ଞାନ ଲୋଭିବୁ ତୁ ହେଳେ ଯେ ଶ୍ରଦ୍ଧା କର ଇ ଜ୍ଞାନରେ ଇଚ୍ଛେ ଇନ୍ଦ୍ରିୟ ନିଗ୍ରହରେ କାମ ନାହିଁ ନ ବେଦ ବାକ୍ୟେ ଶ୍ରଦ୍ଧା ବିଶ୍ୱାସ ଯେବେ ରଖେ ସଦ୍ଗୁରୁ ମାରିଲେ ଗୋଇଠା ଅନ୍ଧାରେ ଜଳଇ ବଇଠା ନିଷ୍କାମ କର୍ମେ ଶ୍ରଦ୍ଧା କଲେ ଇନ୍ଦ୍ରିୟ
ସନ୍ଦେହୀ ଅଜ୍ଞ ଶ୍ରଦ୍ଧାହୀନ ସେମାନେ ଅଟନ୍ତି ତ ଦିନମ୍। ସନ୍ଦେହୀ ଆତ୍ମା ଇହ ପରେ ସୁଖ ନ ଲୋଭେ କିଞ୍ଚିତରେ। ଶ୍ରୀ ଗୁରୁ ବାକ୍ୟ ଅର୍ଥମାନ ଯେ ନ ବୁଝଇ ଅଜ୍ଞ ଜାଣ। ବୁଝିବା ଶକ୍ତି ଯାର ଥାଇ ଶ୍ରଦ୍ଧା ବିହୀନେ ନାଶ ହୋଇ। ହେବ କି ନାହିଁ ଏ ଭାବନା ସନ୍ଦେହ ସର୍ବ କାର୍ଯ୍ୟ ଘେନା। ଧନ ଅରଜି ପାରେ ନାହିଁ ତେଣୁ ଏ ଲୋକେ ସୁଖ ନାହିଁ। ଧନ ଅର୍ଜିଲେ ଧର୍ମ କରି ଧର୍ମେ ପ୍ରାପତ ନର ହରି। ଧର୍ମ କର୍ମର ଅଭାବରୁ କିଞ୍ଚିତ ସେ ଇହ ପରରୁ। ନଥାଏ ଅହଙ୍କାର ବୁଦ୍ଧି ସଦା ନିର୍ମଳ ଚିତ୍ତ ଶୁଦ୍ଧି। ବାସନା କ୍ଷୟ ହୋଇଥାଇ ଆତ୍ମାମୟ ବିଶ୍ୱ ଦେଖଇ। ମୁଁ କରେ ମୁଁ କରତା ବୋଲି ଏମନ୍ତ ଭାବ ତ ବିଚାରି। ଏ ଯୋଗ ଦ୍ୱାରା କର୍ମମାନ ଈଶ୍ୱରେ କରଇ ଅର୍ପଣ। ସଂଶୟ ଆତ୍ମା ଜ୍ଞାନ ନାଶେ କର୍ମ ବନ୍ଧନେ ସେ ଯେ ପଶେ। ଅଜ୍ଞାନ ଜାତ ସନ୍ଦେହକୁ ନାଶ ଧରି ଜ୍ଞାନ ଖଡ଼ଗକୁ। ନିଷ୍କାମ କର୍ମ ଯୋଗେ ଧ୍ୟାନ କର ସ୍ୱଧର୍ମ କର୍ମ ମାନ। ଏ ମାୟା ମୋହ ଦିଅ ଛାଡ଼ି ରଥେ ତୁ ବସ ଧନୁ ଭିଡ଼ି। ଏବେ ତୁ ଉଠି ଯୁଦ୍ଧ କର କହଇ ବାସୁଦେବ ଛାର। इति श्री महाभारते श्रीमद्भगवद्गीतासूपनिषत्सु ब्रह्म विद्यायां योगशास्त्रे श्रीकृष्ण अर्जुन संवादे ज्ञान योग नाम चतुर्थ अध्याय।